ମାନବିକ ଅଧିକାର ଦିବସ ଉପଲକ୍ଷେ ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଭାଷଣ। ସମ୍ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ମୋର ଛୋଟ ବଡ଼ ଭାଇ ଓ ଭଉଣୀମାନେ ତଥା ସହପାଠୀ ଓ ସହପାଠିନୀ ଗଣ, ଆଜି ହେଉଛି ଡିସେମ୍ବର ମାସ 10 ତାରିଖ, ଯାହାକୁ କି ଆମେ ସମଗ୍ର ଦେଶରେ ମାନବିକ ଅଧିକାର ଦିବସ ଭାବରେ ପାଳନ କରି ଆସୁଛୁ। ଏହି ଗୁରୁତ୍ୱପୂର୍ଣ୍ଣ ଦିବସରେ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଡିସେମ୍ବର 10, 1948ରେ ମିଳିତ ଜାତିସଂଘର ସାଧାରଣ ପରିଷଦ ସାର୍ବଜନୀନ ମାନବ ଅଧିକାର ଘୋଷଣାନାମା ଗ୍ରହଣ କରିଥିଲେ। ଏହି ଘୋଷଣାନାମା ହେଉଛି ଏକ ମାଇଲ ଖୁଣ୍ଟ ସଦୃଶ। ଏହା କହୁଛି ଯେ ପୃଥିବୀର ପ୍ରତ୍ୟେକ ମଣିଷ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ, ଭାଷା କିମ୍ବା ରାଜନୈତିକ ମତ ନିର୍ବିଶେଷରେ ସମାନ ଅଧିକାର ପାଇବାକୁ ଯୋଗ୍ୟ। ମାନବ ଅଧିକାର ହେଉଛି ସେହି ମୌଳିକ ଅଧିକାର ଯାହା ଏକ ମଣିଷକୁ ସମ୍ମାନର ସହିତ ସ୍ୱାଧୀନ ଭାବରେ ଏବଂ ସୁରକ୍ଷିତ ଭାବରେ ବଞ୍ଚିବା ପାଇଁ ଅତ୍ୟନ୍ତ ଆବଶ୍ୟକ। ଏଥିରେ ଅନ୍ତର୍ଭୁକ୍ତ ଅଧିକାର ଗୁଡ଼ିକ ହେଉଛି ଜୀବନ ଧାରଣର ଅଧିକାର, ସ୍ୱାଧୀନତାର ଅଧିକାର, ସମାନତାର ଅଧିକାର, ଶିକ୍ଷା ଗ୍ରହଣ କରିବାର ଅଧିକାର ଏବଂ ନିର୍ଯାତନାରୁ ବଞ୍ଚିବାର ଅଧିକାର। ଆମେ ସମସ୍ତେ ଏହି ଅଧିକାର ନେଇ ଜନ୍ମ ନେଇଛୁ। କୌଣସି ସରକାର କିମ୍ବା କୌଣସି ବ୍ୟକ୍ତି ଏହାକୁ ଛଡ଼ାଇ ନେଇ ପାରିବ ନାହିଁ। ଏହି ଦିବସ ପାଳନ କରିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତଙ୍କ ମନରେ ମାନବ ଅଧିକାର ପ୍ରତି ସଚେତନତା ସୃଷ୍ଟି କରିବା, ବିଶ୍ୱର ବିଭିନ୍ନ ସ୍ଥାନରେ ମାନବ ଅଧିକାର ଉଲ୍ଲଂଘନକୁ ରୋକିବା ପାଇଁ ପଦକ୍ଷେପ ନେବା ଓ ସରକାରଙ୍କୁ ସେମାନଙ୍କ ନାଗରିକଙ୍କ ଅଧିକାର ସୁରକ୍ଷା ପାଇଁ ଉତ୍ତରଦାୟୀ କରିବା। ଆଜି ମଧ୍ୟ ବିଶ୍ୱର ଅନେକ ସ୍ଥାନରେ ମାନବ ଅଧିକାର ଉଲ୍ଲଂଘନ ହେଉଛି। ଅନେକ ଲୋକ ଦାରିଦ୍ର୍ୟ, ଅନ୍ୟାୟ, ଭେଦଭାବ ଓ ହିଂସାର ଶିକାର ହେଉଛନ୍ତି। ଶିଶୁ ଶ୍ରମିକ, ମହିଳାଙ୍କ ପ୍ରତି ହେଉଥିବା ହିଂସା ଏବଂ ଅସହାୟ ଲୋକଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରିବା ଆଜି ମଧ୍ୟ ଏକ ବଡ଼ ସମସ୍ୟା। ମାନବ ଅଧିକାର ଦିବସ କେବଳ ପାଳନ କରିବାର ଦିନ ନୁହେଁ, ଏହା ହେଉଛି ପ୍ରତିଶ୍ରୁତି ନେବାର ଦିନ। ଆମେ ସମସ୍ତେ ନିଜ ନିଜ ସ୍ତରରେ ଅନ୍ୟମାନଙ୍କ ଅଧିକାରକୁ ସମ୍ମାନ ଦେବା, ଆମ ଆଖପାଖରେ ହେଉଥିବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉଠାଇବା ଏବଂ ଦୁର୍ବଳ ଲୋକଙ୍କ ପାଇଁ ଲଢ଼ିବା। ମାନବ ଅଧିକାର ସୁରକ୍ଷା କେବଳ ସରକାର କିମ୍ବା ସଂସ୍ଥାମାନଙ୍କର ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର ଦାୟିତ୍ୱ। ଆସନ୍ତୁ ଆଜି ଆମେ ସମସ୍ତେ ଶପଥ ନେବା ଯେ ଆମେ ଏକ ଏପରି ସମାଜ ଗଠନ କରିବା ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ସମ୍ମାନ, ସମାନତା ଏବଂ ସ୍ୱାଧୀନତାର ସହ ଜୀବନ ଯାପନ କରିବାକୁ ସୁଯୋଗ ପାଇବ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ।